ଖୁଲମଖୁଲା ଚାଲିଛି କୁକୁଡ଼ା ଲଢ଼େଇ ସହ ଜୁଆ ଖେଳ। ପ୍ରଶାସନ ପୁରା ଚୁପ୍। ବେଧଡ଼କ ଚାଲିଛି କୁକୁଡ଼ା ଲଢ଼େଇ ଖେଳ। ତେନ୍ତୁଳିଖୁଣ୍ଟି ଥାନା ନାକ ତଳେ ଚାଲିଛି ଜୁଆ ଖେଳ। ସପ୍ତାହକୁ ଚାଲେ 3 ଦିନ ଖେଳ। 3 ମାସ ବିତି ଯାଇଥିଲେ ମଧ୍ୟ ପୋଲିସର କିଛି ଆକ୍ସନ୍ ନାହିଁ। ପୋଲିସ ବାବୁ ଜାଣିଶୁଣି ଚୁପ୍ ନାହାନ୍ତି ତ? ଯଦି ଚୁପ୍ ଅଛନ୍ତି ତାହେଲେ କାହିଁକି? ଏପରି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ବାଦିଗୁଡ଼ା ଗ୍ରାମଠାରେ। ଦେଖୁନାହାନ୍ତି ଏଠାରେ କେମିତି ଅଛନ୍ତି ଲୋକେ। ଦେଖିଲେ ଆପଣମାନେ ଭାବୁଥିବେ ଏଠାରେ ହାଟ କିମ୍ବା ବଜାର ବସିଥିବ, କିନ୍ତୁ ଆପଣମାନେ ଭାବିବା ସମ୍ପୂର୍ଣ୍ଣ ଭୁଲ। ଆମେ ଆପଣମାନଙ୍କୁ କହିବାକୁ ଚାହୁଁ ଏଠାରେ ଚାଲିଛି କୁକୁଡ଼ା ଲଢ଼େଇ ସହ ଜୁଆ ଖେଳ। ଦେଖୁନାହାନ୍ତି କେମିତି ଏକ ବ୍ୟାରିକେଡ୍ ତିଆରି କରାଯାଇଛି। ଏ ବ୍ୟାରିକେଡ୍ ଭିତରେ ହିଁ ଚାଲିବ କୁକୁଡ଼ା ଲଢ଼େଇ। ଏଠାରେ ବି ଏକ ନିୟମ ଅଛି। ଖେଳ ଖେଳିବା ପୂର୍ବର ଭଲ ଭଲ କୁକୁଡ଼ା ବଛା ହେବ ଓ ତାପରେ ଚାଲିବ ଅସଲି ଖେଳ। ଏକ ଧାରୁଆ କାତି କୁକୁଡ଼ାମାନଙ୍କ ଗୋଡ଼ରେ ବାନ୍ଧି ବ୍ୟାରିକେଡ୍ ଭିତରେ ପଶି ଦୁହେଁ ଦୁହିଁଙ୍କୁ ଲଢ଼େଇ କରିବାକୁ କୁକୁଡ଼ା ମାଫିଆମାନେ ଛାଡ଼ିଦେବେ। ଏତିକିରେ ବି ସରୁନି। କୁକୁଡ଼ା ଲଢ଼େଇ ଚାଲିବା ମାତ୍ରେ ଏଠାରେ ଲକ୍ଷ ଲକ୍ଷ ଟଙ୍କା ବାଜି ପଡ଼େ। ଏଠାରେ କିଭଳିଆ କୁକୁଡ଼ା ମାଫିଆମାନେ ଆସି ଜୁଆ ଖେଳିବେ ତା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକଙ୍କୁ ମଧ୍ୟ ଜୁଆ ଖେଳରେ ଜିତେଇବାର ଲାଳସା ଦେଖାଇ ଲୁଟି ନିଅନ୍ତି ଜୁଆଡ଼ି ମାଫିଆମାନେ। ଏଠାରେ ହିଁ ଏକ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ଏମିତି ଖୁଲମଖୁଲା କୁକୁଡ଼ା ଲଢ଼େଇ ଓ ଜୁଆ ଖେଳ ଚାଲିଛି, ପୋଲିସ ପ୍ରଶାସନ କାହିଁକି ଚୁପ୍ ବସିଛି? ଦୁର୍ନୀତି ହଟେଇବା ପାଇଁ ପୋଲିସ ରହୁଥିବା ବେଳେ ପୋଲିସର ନାକ ତଳେ କିନ୍ତୁ ଚାଲିଛି ଜୁଆ ଖେଳ। ଏହି ଜୁଆ ଖେଳ ତେନ୍ତୁଳିଖୁଣ୍ଟି ଥାନାରୁ ମାତ୍ର 3 କିଲୋମିଟର ଦୂରରେ ଚାଲୁଛି, କିନ୍ତୁ ଥାନା ଅଧିକାରୀଙ୍କୁ କିଛି ଖବର ନାହିଁ। ଏଠାରୁ ହିଁ ଜଣାପଡ଼ୁଛି ଏଠିକାର ପୋଲିସ କିଭଳିଆ। ଲାଗୁଛି ଏଠାରେ ସମସ୍ତଙ୍କ ପକେଟ ଗରମ ହେଉଛି, ନଚେତ୍ ଏମିତି ଚୁପ୍ ପଡ଼ିଥାନ୍ତେ କାହିଁକି? ଲୋକମାନେ ହାଟ ବଜାରରେ ଖାଲି ଚର୍ଚ୍ଚା କରୁଛନ୍ତି। ଏମିତି ଜୁଆ ଖେଳ କରିବା ପାଇଁ ପୋଲିସ ପ୍ରଶାସନ ଏଠାରେ ହାତ ମିଶାଇ ନାହାନ୍ତି ତ? ଯଦି ହାତ ମିଶାଇ ନାହାନ୍ତି ତାହେଲେ 3 ମାସ ଧରି ଜୁଆ ଖେଳ ଚାଲିଲାଣି, ତାପରେ ବି ପୋଲିସ ପ୍ରଶାସନ ଚୁପ୍ ବସିଛି କାହିଁକି? ଖବର ପ୍ରସାରିତ ହେବା ପରେ କେବେ ପୋଲିସ ଜୁଆଡ଼ିମାନଙ୍କୁ ଧରି ଗଣମାଧ୍ୟମକୁ ଦେଖାଉଛି ନା ଭିତରୁ ଭିତରୁ ସଲାସୁତରା କରିଛି, ତା ଦେଖିବାକୁ ବାକି ରହିଲା। ତେନ୍ତୁଳିଖୁଣ୍ଟିରୁ ଅକ୍ଷୟରାଜ ବେନ୍ୟାଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।